ମୁଁ ଦିଲ୍ଲୀପ କୁମାର ସାହୁ ଏମାନଙ୍କ ସହଯୋଗରେ ମୁଁ ଦାମୋଦର ହାଇସ୍କୁଲର ସଭାପତି ହେଇଛି। ଟିକେ ତାଳି ମାରିଦିଅ। ଆଜି ଆମ ଦାମୋଦର ହାଇସ୍କୁଲ ଜାମୁଝାଡ଼ିରେ ଆଜି ଏସ୍ଏମ୍ସି କମିଟିର ଚୟନ କରାଗଲା। ସେଥିରେ ମୁଁ ଧନ୍ୟବାଦ ଦେବି ଆଜି ଦିଲ୍ଲୀପ କୁମାର ସାହୁ ଯିଏକି ଆମର ଆଜି ଏସ୍ଏମ୍ସି କମିଟିର ସଭାପତି ହୋଇଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେବି। ଏବଂ ଜାମୁଝାଡ଼ି ପଞ୍ଚାୟତର ମୁଖ୍ୟ ଲୋକ ମୋର ପ୍ରିୟ ଟୁନିଆପା, ବାବଲାପା, ମହେଶ୍ୱର ଦାଦା, ବାୟା ଭାଇ, କନି ଦାଦା ଏବଂ ମୋର ସମସ୍ତ କାଳିଆ ଭାଇ, ସମସ୍ତ ମୋର କର୍ମକର୍ତ୍ତାମାନଙ୍କୁ ମୁଁ ଆଜି ସ୍ୱାଗତ ଜଣାଉଛି। ଆଜି ଆମର এই ବିଜେପି ଦଳରେ ପଦ୍ମଲୋଚନ ପଣ୍ଡାଙ୍କ ଅଧୀନରେ ଆମେ ଆଜି ଜାମୁଝାଡ଼ି ସ୍କୁଲ ଦଖଲ କରୁଅଛୁ। ଆଗାମୀ ଦିନରେ ଏ ସଭା ସେମିତି ରହିବ ଏବଂ କିଛି ଲୋକ ଆଜି ସୋସିଆଲ ମିଡ଼ିଆରେ ମିଛରେ ସେ କିଛି ପାଉନଥିବାରୁ ସେ ଆଜି ଏମିତି ପ୍ରକାର କରିଛନ୍ତି ଯେ କି ତାଙ୍କର କହୁଛନ୍ତି ଯେ ବିଜେଡ଼ି ସଭାପତି ଆଜି ହୋଇଯାଇଛି ବୋଲି। ସେମିତି ଭୁଲ ତଥ୍ୟ ସେମାନେ ଆଜି ସୋସିଆଲ ମିଡ଼ିଆରେ ଛାଡ଼ୁଛନ୍ତି। ମୁଁ ସେମାନଙ୍କୁ କହିବି ସେମାନଙ୍କର କିଛି ନଥିବା ହେତୁ ସେ ଆଜି ଏଇଭଳିଆ କାମ କରୁଛନ୍ତି। ଧନ୍ୟବାଦ।